ମୁଁ ଡକ୍ଟର लीलावती गुरु ମୁଁ ଜଣେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ। ମାସିକ ଋତୁସ୍ରାବ କୌଣସି ଏକ ଲଜ୍ଜାଜନକ ପରିସ୍ଥିତି ନୁହେଁ। ମାସିକ ଋତୁସ୍ରାବକୁ ସାଧାରଣ ଜୀବନଚର୍ଯ୍ୟା ଭାବରେ ଗ୍ରହଣ କରିବା ଏବଂ ଋତୁସ୍ରାବ ସମୟରେ ସ୍ୱଚ୍ଛତା ରକ୍ଷା କରିବା ଉଚିତ। ପ୍ରତିବର୍ଷ ମଇ ମାସ 28 ତାରିଖକୁ ଋତୁସ୍ରାବ ସ୍ୱଚ୍ଛତା ଦିବସ ରୂପେ ପାଳନ କରାଯାଏ। ଅନେକଙ୍କର ଭ୍ରାନ୍ତ ଧାରଣା ରହିଛି ଯେ ମାସିକ ଋତୁସ୍ରାବ ସମୟରେ ଯେଉଁ ରକ୍ତସ୍ରାବ ହୁଏ ତାହା ମହିଳାମାନଙ୍କ ଦେହରେ ତିଆରି ହେଉଥିବା ଖରାପ। ପ୍ରତ୍ୟେକ ଝିଅ ବା ମହିଳା ପ୍ରତି ମାସରେ 2 ବଡ଼ ଚାମଚରୁ ଅଧ କପ୍ ପର୍ଯ୍ୟନ୍ତ ରକ୍ତ ହରାଇଥାଏ। ଆମର ଜରାୟୁ ଭିତରେ ଗୋଟିଏ ଲାଇନିଂ ଥାଏ ଯାହାକୁ ଆମେ ଏଣ୍ଡୋମେଟ୍ରିୟମ୍ ବୋଲି କହିଥାଉ। ତାହା ପ୍ରତି ମାସରେ ଋତୁସ୍ରାବ ସମୟରେ ରକ୍ତ ସହିତ ବାହାରକୁ ବାହାରିଥାଏ। ମାସିକ ଋତୁଚକ୍ର ଝିଅମାନଙ୍କର ଜୀବନକୁ ଅନେକ ଭାବରେ ପ୍ରଭାବିତ କରିଥାଏ। ସୁବିଧା ଓ ଆବଶ୍ୟକ ସାମଗ୍ରୀର ଅଭାବରେ ଝିଅମାନେ ବିଦ୍ୟାଳୟ ଏବଂ ମହିଳାମାନେ କାର୍ଯ୍ୟକ୍ଷେତ୍ରକୁ ଯାଇପାରି ନଥାନ୍ତି। ଏହା ତାଙ୍କର ପାଠପଢ଼ା ଏବଂ କାର୍ଯ୍ୟଦକ୍ଷତାକୁ ବହୁତ ଭାବରେ ପ୍ରଭାବିତ କରିଥାଏ। ତେବେ ଆସନ୍ତୁ ଜାଣିବା ଏହି ସମୟରେ ଯଦି ଆମେ ସ୍ୱଚ୍ଛତା ରକ୍ଷା ନ କରିବା ତାହେଲେ କ'ଣ ହେବ? ମାସିକ ଋତୁସ୍ରାବ ସମୟରେ ଅସ୍ୱଚ୍ଛତା ଅନେକ ରୋଗ ଯେପରିକି ମୂତ୍ରାଶୟର ସଂକ୍ରମଣ, ପ୍ରଜନନ ସଂକ୍ରମଣ, ସର୍ଭାଇକାଲ କ୍ୟାନ୍ସର ଏବଂ ଇଷ୍ଟ ସଂକ୍ରମଣ ହୋଇଥାଏ। ତାହେଲେ କିପରି ରକ୍ଷା କରିବା? ସ୍ୱଚ୍ଛତା କିପରି ରକ୍ଷା କରିବା? ଆସନ୍ତୁ ଜାଣିବା। ଏହି ସମୟରେ ମାସିକ ଋତୁସ୍ରାବ ପାଇଁ ଆପଣମାନଙ୍କୁ ଅନେକ ଆଗରୁ ପ୍ରସ୍ତୁତ ହୋଇ ରହିବାକୁ ପଡ଼ିବ। ଏହି ସମୟରେ ଆପଣମାନେ ଡିସ୍ପୋଜେବଲ୍ ବା ୟୁଜେବଲ୍ ପ୍ୟାଡ୍, ଟେମ୍ପୁଲ୍, ମେନଷ୍ଟ୍ରୁଆଲ୍ କପ୍ ବା ସୂତା କପଡ଼ା ବ୍ୟବହାର କରିବେ। ଯଦି ଆପଣମାନେ ଡିସ୍ପୋଜେବଲ୍ ବା ଟେମ୍ପୁଲ୍ ବ୍ୟବହାର କରୁଛନ୍ତି ବା ଏଇସବୁ ଯେଉଁ ସବୁ ଜିନିଷ ଆପଣ ସବୁ ବ୍ୟବହାର କରୁଛନ୍ତି, ରକ୍ତସ୍ରାବ ଅଧିକ ହେଉ ବା କମ୍ ହେଉ ଏହାକୁ ପ୍ରତି 5ରୁ 6 ଘଣ୍ଟା ଭିତରେ ବଦଳାଇବାକୁ ପଡ଼ିବ। କାରଣ ବେଶୀ ସମୟ ରଖିଲେ ଏହା ଦୁର୍ଗନ୍ଧ ତ ନିଶ୍ଚୟ ହେବ। ଏହା ରକ୍ତରେ ମଧ୍ୟ ଏହା ଜୀବାଣୁ ଓ ଭୂତାଣୁର ବୃଦ୍ଧି ହେବାରେ ସହାୟକ ହେବ। ମନେ ରଖନ୍ତୁ, ଏହି ଡିସ୍ପୋଜେବଲ୍ ପ୍ୟାଡ୍ ବା ଟେମ୍ପୁଲ୍କୁ ବ୍ୟବହାର କରିସାରିଲା ପରେ ଇଆଡ଼େ ସିଆଡ଼େ ଫୋପାଡ଼ନ୍ତୁ ନାହିଁ। କାରଣ ଏହା ଆମର ପରିବେଶକୁ ପ୍ରଦୂଷଣ କରିବ। ଏବଂ ଯେଉଁ ସୂତା କପଡ଼ା ବା ମେନଷ୍ଟ୍ରୁଆଲ୍ କପ୍ ବ୍ୟବହାର କରୁଛନ୍ତି ତାକୁ ସାବୁନ ପାଣିରେ ଧୋଇ ଖରାରେ ଶୁଖାଇବେ ଏବଂ ଋତୁଚକ୍ର ସରିଗଲେ ତାକୁ ଗୋଟେ ଡବାରେ ଧୋଇ ଖରାରେ ଶୁଖାଇ ଗୋଟେ ଡବାରେ ବନ୍ଦ କରି ରଖିବେ। ପ୍ରତ୍ୟେକ ଥର ବଦଳାଇଲା ବେଳେ ଆପଣଙ୍କର ହାତକୁ ସାବୁନରେ ପରିଷ୍କାର କରି ଧୋଇ ଦିଅନ୍ତୁ ଏବଂ ନିଜର ଯୌନାଙ୍ଗ ଅନ୍ତରଙ୍ଗ କ୍ଷେତ୍ରକୁ ମଧ୍ୟ ପାଣିରେ ଧୋଇବେ। କୌଣସି ସାବୁନ ବା ଇଣ୍ଟିମେଟ୍ ୱାଶ୍ ବ୍ୟବହାର କରିବେ ନାହିଁ। ଯୌନାଙ୍ଗ କ୍ଷେତ୍ରକୁ ଧୋଇଲା ବେଳେ ମନେ ରଖନ୍ତୁ ସବୁବେଳେ ଉପରୁ ତଳକୁ ଧୋଇବେ। ତଳୁ ଉପରକୁ ଧୋଇଲେ ମଳଦ୍ୱାରରୁ ସଂକ୍ରମଣ ଉପରକୁ ଆସିଥାଏ। ଆବଶ୍ୟକ ସାମଗ୍ରୀର ଅଭାବ ଏଇଥିପାଇଁ ଆମକୁ ଦରକାର ପାଣି ଏବଂ ବର୍ଜ୍ୟବସ୍ତୁର ନିଷ୍କାସନ ପାଇଁ ଉପଯୁକ୍ତ ସୁବିଧା ତଥା ବ୍ୟକ୍ତିଗତ ଶୌଚାଳୟ। ଆପଣମାନଙ୍କୁ କହି ରଖେ କି ଏହି ଉପଯୁକ୍ତ ଶୌଚାଳୟ ଆମର ଅନେକ ଗାଁର ଥିବା ବିଦ୍ୟାଳୟ କାର୍ଯ୍ୟକ୍ଷେତ୍ରରେ ମଧ୍ୟ ଉପଲବ୍ଧ ନାହିଁ। ମାସିକ ଋତୁଚକ୍ରକୁ ନେଇ ଅନେକ ପ୍ରକାର କୁସଂସ୍କାର ରହିଛି, ଯେପରିକି ଏହି ସମୟରେ କାହାକୁ ସ୍ପର୍ଶ କରିବ ନାହିଁ, ନିଜର କେଶ ଧୋଇବ ନାହିଁ, ଆରାମ କରିବ, କୌଣସି କାମ କରିବ ନାହିଁ। ମାସିକ ଋତୁସ୍ରାବ ସମୟରେ ସ୍ୱଚ୍ଛତା କେବଳ ଯେ ଆମର ସ୍ୱାସ୍ଥ୍ୟ ପାଇଁ ଦରକାର ତାହା ନୁହେଁ, ଏହା ଆମର ମର୍ଯ୍ୟାଦା, ସଶକ୍ତିକରଣ ଏବଂ ଦକ୍ଷତା, ଏହା ଉପରେ ମଧ୍ୟ ଆମର ମର୍ଯ୍ୟାଦା, ସଶକ୍ତିକରଣ ଏବଂ ଦକ୍ଷତା ନିର୍ଭର କରେ। ତେଣୁ ଆମେମାନେ ଏହି କୁସଂସ୍କାରକୁ ହଟାଇ ଆମେ କେମିତି ମାସିକ ଋତୁସ୍ରାବ ସମୟରେ ସ୍ୱଚ୍ଛତା ଅବଲମ୍ବନ କରି ଆଗକୁ ବଢ଼ିବା ସେ କଥା ଚିନ୍ତା କରିବା। ଧନ୍ୟବାଦ।